ବାପା ଯିଏ କେବେ ନିଜ କାହାଣୀ କୁହନ୍ତି ନାହିଁ, କାରଣ ତାଙ୍କ କାହାଣୀର ପ୍ରତ୍ୟେକ ପୃଷ୍ଠାରେ ଦୁଃଖ ଲେଖା ହୋଇଛି। ସକାଳୁ ଘର ଛାଡ଼ି ବାହାରୁଥିବା ସେ ମଣିଷଟି କେତେ କ୍ଳାନ୍ତ ଆମେ କେବେ ହେଲେ ପଚାରି ନଥାଉ, କିନ୍ତୁ ଆମର କ'ଣ ଦରକାର ସେଇଟା ନିଶ୍ଚୟ କହିଥାଉ। ଆଉ ଆମ ଦରକାରୀ ଜିନିଷ ଆଣିବା ପାଇଁ ସେ ସବୁକିଛି ଭୁଲି ଯାଆନ୍ତି। ବର୍ଷା, ଖରା କିମ୍ବା ଶୀତ ହେଉ, ବାପାଙ୍କୁ କିଛି ମଧ୍ୟ ରୋକିପାରେ ନାହିଁ, କାରଣ ତାଙ୍କ ପାଇଁ ବଡ଼ ଥିଲା ଆମ ସ୍ୱପ୍ନ। ଜୋତା, ବହି, ଡ୍ରେସ୍, ମୋର ଦରକାରୀ ପ୍ରତ୍ୟେକ ଜିନିଷ ଆଣି ଦେବା ପରେ ମୋର ଖୁସି ଦେଖି ସେ ଖୁସି ହୋଇଯାଆନ୍ତି। ମୁଁ ଭୁଲ କଲେ ସମସ୍ତେ ମୋତେ ଦୋଷ ଦେଉଥିବା ବେଳେ ବାପା ନିଜେ ମୋତେ ସମର୍ଥନ କରନ୍ତି। ବାପା ଯିଏ ଆମ ଜୀବନର ସବୁଠୁ ବଡ଼ ଯୋଦ୍ଧା, ଯିଏ ଆମକୁ ଅନେକ ଯୁଦ୍ଧ ଜିତେଇଛନ୍ତି। ତେଣୁ ସମୟ ଆସିଯାଇଛି ତାଙ୍କ ହାତ ଧରି କହିବାର, ବାପା ଏବେ ଆପଣ ଆରାମ କରନ୍ତୁ, ଏଥର ମୁଁ ଅଛି।